ବୋଧେ ପାଖେଇ ଆସୁଛି ଜୁଲାଇ 10। ତେଣୁ ମୁଁ ତ ଭାବୁଛି କାହାଣୀ ମତେ ଭଲ ଲାଗିଛି, ଭଲ ହେଇଛି। ଆପଣମାନଙ୍କ ପାଖରେ ସେଇ ବିଶ୍ୱାସ ରଖିବି। ଥରେ ସିନେମା ହଲ୍ ଆସନ୍ତୁ। ମୋବାଇଲ ଭିତରେ ଆଉ ସିନେମା ଦେଖିଲେ ଭଲ ନାହିଁ। ଡାକ୍ତର କହିଲେଣି ଅନେକ ରୋଗ ମାଡ଼ି ବସୁଛି। ସିନେମା ହଲ୍କୁ ଆସିଲେ ଭଲ ହବ। ବିହାରୀ ମୋଶନ ପିକ୍ଚରର ପ୍ରଥମ ଅବଦାନ ଲାଇନ୍ ବାଲା, ଯାହାର ପ୍ରଯୋଜନା ଏବଂ ଷ୍ଟୋରିରେ ଅଛନ୍ତି ସୁଶାନ୍ତ ମହାନ୍ତି ମହୋଦୟ ଏବଂ ନିର୍ଦ୍ଦେଶନାରେ ଅଛନ୍ତି ନିରଞ୍ଜନ ବେହେରା। ତେଣୁ ବର୍ତ୍ତମାନ କଥାଟା ହେଉଛି ଲାଇନ୍ ବାଲା, ଇଏ ଗୋଟେ କଥାଟା ଭାରି ସତ କଥା, କିଛି ଗୋଟିଏ ସତ କଥା ଉପରେ ଆଧାରିତ କାହାଣୀ। ଜୁଲାଇ 10ରେ ତ ଆପଣମାନଙ୍କ ସମ୍ମୁଖକୁ ଆସୁଛି। ଭାବୁଛି ଗୋଟେ ଅଲଗା ମୋଡ଼, ନୂଆ କାହାଣୀ, ନୂଆ ଧରଣର। ତେଣୁ ଭଲ ଲାଗିବ ଆପଣମାନଙ୍କ ପାଖରେ ପହଞ୍ଚିଲେ। ଆଉ ଏଇ ସମୟଟା ବୋଧେ ପାଖେଇ ଆସୁଛି ଜୁଲାଇ 10। ତେଣୁ ମୁଁ ତ ଭାବୁଛି କାହାଣୀ ମତେ ଭଲ ଲାଗିଛି, ଭଲ ହେଇଛି। ଆପଣମାନଙ୍କ ପାଖରେ ସେଇ ବିଶ୍ୱାସ ରଖିବି। ଥରେ ସିନେମା ହଲ୍ ଆସନ୍ତୁ। ମୋବାଇଲ ଭିତରେ ଆଉ ସିନେମା ଦେଖିଲେ ଭଲ ନାହିଁ। ଡାକ୍ତର କହିଲେଣି ଅନେକ ରୋଗ ମାଡ଼ି ବସୁଛି। ସିନେମା ହଲ୍କୁ ଆସିଲେ ଭଲ ହବ। ବର୍ତ୍ତମାନ ଯୁଗରେ ଲାଇନ୍ ବାଲାର ଗୁରୁତ୍ୱପୂର୍ଣ୍ଣ ସବୁଠାରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ, କାରଣ ଆପଣ ଦେଖନ୍ତୁ ଗୋଟେ ଘଣ୍ଟା ଯଦି ଲାଇନ୍ କଟିଯାଉଛି ଆମେ କେତେ କଷ୍ଟ ପାଉଛେ, ଏବଂ ସେଇ ଲାଇନ୍ ବାଲାଟି ସେଇ ସମୟରେ ହଉ, ଝଡ଼ ହଉ, ବର୍ଷା ହଉ, ସେ ସମୟରେ ଯାଇ ଲାଇନ୍ ଠିକ୍ କରୁଛି। ଯେତେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଆମ କହିବାକୁ ଗଲେ ବର୍ତ୍ତମାନ ସେ ସିଚୁଏସନରେ। ଠିକ୍ କଥା। ଆମେ କ'ଣ କହିବେ ତାଙ୍କୁ, ସେମାନଙ୍କୁ ଧନ୍ୟବାଦ ଦେବି। ସେମାନେ ଅଛନ୍ତି ବୋଲି ଆମେ ଲାଇନ୍ଟେ ପାଉଛନ୍ତି। ନିଜ ଚାଲିଚଳନ, ସବୁ କଥା, ବ୍ୟବହାର, ସବୁ କଥା ବଦଳି ଯାଉଛି। ସେ ନଥିଲେ ତ ସମ୍ପୂର୍ଣ୍ଣ ବଦଳି ଯାଇଥାନ୍ତା। ଏବଂ ଆଲୋକ ନାହିଁ ମାନେ ଅନ୍ଧାର, କେତେ ଅନ୍ଧାର ଭିତରେ ଆମେ କ'ଣ କରିପାରିବା। ତେଣୁ ଆଲୋକଟା ନିହାତି ପହଞ୍ଚିବା ଦରକାର ଆମ ପାଖରେ। ଆଉ ଆଲୋକ ପହଞ୍ଚିଲେ ଯାଇକି ଆମେ ଆଗକୁ ଠିଆ ହେଇପାରିବା ବା ଆଗକୁ ପାଦ କାଢ଼ିପାରିବା। ତାର ମୁଖ୍ୟ ଭୂମିକାରେ ଅଛନ୍ତି ଲାଇନ୍ ବାଲା। এই ফিল্মରେ ସେଇ କିଛି ବିଷୟ ରହିଛି କି ଲାଇନ୍ ବାଲା ଯୋଉ ତାଙ୍କର ଯୋଉ ଲାଇଫ୍ ରହିଛି, କେମିତି କ'ଣ? ହଁ, ତାଙ୍କରି କାହାଣୀ ଉପରେ ଆଧାରିତ କାହାଣୀ, ପୁରା ତାଙ୍କରି। ମୁଁ ଚରିତ୍ର ଗୋଟେ ସେମିତି ଲାଇନ୍ ବାଲା ଚରିତ୍ରଟେ। ଅନେକ ଭଲ ଚରିତ୍ର ଅଛନ୍ତି, ଖରାପ ଚରିତ୍ର ଅଛନ୍ତି, ସେମିତିଆ ଗୋଟେ ତା ଭିତରେ ଚରିତ୍ର। ମୁହୂର୍ତ୍ତ ଅଛି ଆପଣଙ୍କ ଘରେ ଲାଇନ୍ କଟିଗଲେ ଆପଣ ନିଜେ ଯାଇକି କଲ୍ କିମ୍ବା ସବୁ ଫୋନ କରିକି ଇଲେକ୍ଟ୍ରି ଅଫିସରେ ଗାଳି ଦେଇଛି, ଲାଇନ୍ ଟା କାଇଁ ଦଉନି, ଏତେ ଘଣ୍ଟା ହେଲାଣି କାଇଁ କଟିଛି। ନାଇଁ, ମୁଁ ଟିକେ ଅନୁଭବ କରିଛି ଯେ ଏଇତ ଏଇଆ ହଉଥିବ। ଏକା ତ ମୁଁ ନୁହେଁ, ସମସ୍ତେ ସେମିତିଆ କରୁଥିବେ। ସେ ତ ଜଣେ ଜଣ ଲୋକ ବସିଥିବେ। ତେଣୁ ଏଇଟା ଭାବନା ଭିତରେ ମୋର ଅଛି, ଯେହେତୁ ଏ କଳାକାରଟେ ବୋଲିକି କ'ଣ କେଜାଣି ଟିକେ ସିମ୍ପାଥି ଥାଏ। ତେଣୁ ଆଜି ସିମ୍ପାଥି ଯୋଗୁଁ ଗୋଟେ ଭଲ ସିନେମାଟେ ବି ପାଇଗଲି ଲାଇନ୍ ବାଲା। ଆହୁରି ବି ଭଲ ଲାଗିଲା। ସିନେମା ପରେ ବହୁତ କଥା ଜାଣିଲି। ସତରେ ଅନେକ କଷ୍ଟ ସେମାନେ କରୁଛନ୍ତି। ଏମିତି ତ ଜଣାପଡ଼େ, ଦେଖୁଛୁ ଆମେ। ତ ଦିନ ନାହିଁ, ରାତି ନାହିଁ, ଖରା ନାହିଁ, ତରା ନାହିଁ, ସବୁଥିରେ ସେ ଖଟୁଛନ୍ତି। ତେଣୁ ଏଇଟା କଲା ପରେ ଆଉ ଟିକେ ନଜରକୁ ଆସିଲା କଥା।